ଆଉ ଏଇଟା ଗୋଟେ କଥା ଗାଇଛି ମନେ ରଖନ୍ତୁ, ରୁଦ୍ରନାରାୟଣ ବ୍ଲଗ୍ସରେ ଯେତେଟା ଘୋଷ୍ଟ ବ୍ଲଗ୍ ହେଇଛି ସେଇଟା ପ୍ରଥମ ବ୍ଲଗ୍ ଯେଉଁଟାକି ଆମେ ଗୋଟେ ରାତିରୁ 2ଟା ରାତି ପର୍ଯ୍ୟନ୍ତ କରୁଛୁ। ଭାବନ୍ତୁ ମାନେ ରୁଦ୍ରନାରାୟଣ ବ୍ଲଗ୍ସରେ ଏମିତି କିଛି ୟୁନିକ୍ ହେଇନଥିଲା ଯେ 1ରୁ 2ଟା ରାତି ପର୍ଯ୍ୟନ୍ତ। ଆପଣମାନେ ତ କହିଦେବେ ଆମେ ତ କେତେ କେତେ ତ ଭୂତ ଦେଖିଦେଇଛୁ, ଇଏ କ'ଣ ଭୂତ ଦେଖାଉଛି। ଆଉ ଗୋଟେ ଥର ଖାଲି ଆସନ୍ତୁ, ଗୋଟେ ଥର ଆସନ୍ତୁ, ଯଦି ବାହାରିବ ମୁଁ ଆପଣମାନଙ୍କୁ ଦେଖେଇବି। ଆରେ ଏ ଯେଉଁ ମେଘୁଆ ଗାଇଛି ଯେଉଁ ରହିଥିଲା ସେ ବ୍ଲଗର ମାନେ ରିସେଣ୍ଟଲି ସାଙ୍ଗେ ସାଙ୍ଗେ ଦେଖୁଥିଲି ଭିଡ଼ିଓଟା ଟିକେ ଖାଲି କଟ୍ କରିକି ଦେଖୁଥିଲି କିଏ କିଏ ରହିଛନ୍ତି। ତ ସେଇଠି ଯେଉଁ ମେଘୁଆ ରହିଥିଲା, ମେଘୁଆ ବି ମୋତେ କହୁଥିଲା କି ଭୂତ ବା ଆମେ କେତେ କୁଆଡ଼େ ବୁଲି ଯାଇଛୁ, ପିପିଲି ଡେଲାଙ୍ଗ ଫେଲାଙ୍ଗ ଆମେ କେତେ କୁଆଡ଼େ ବୁଲି ଯାଇଛୁ, କିଛି ନାହିଁ। ସେଦିନଠୁ ଖାଲି ଟିକେ ମେଘୁଆକୁ ଯଦି କେଉଁଠି ଯଦି ଦେଖା ହେବ ପିପିଲି ତାକୁ ଟିକେ ଖାଲି ପଚାରିବେ ଆଉ ତୁମେ ଯେଉଁ ଲାଷ୍ଟରେ ଯେଉଁ ଲେଖା ଚ୍ୟାଲେଞ୍ଜଟା ଯେଉଁ କରିଥିଲ ଭୂତ ଲେଖୁଛି କି ନା ନାହିଁ ତାକୁ ଟିକେ ପଚାରିବେ। ଆଉ ଥରେ କ'ଣ ସିଏ ଆଉ ଆସିବ ଭୁଲରେ କେତେବେଳେ, ଜମା ଆସିବନି। କାହିଁକିନା ସିଏ ସେତିକି ଜାଣିଛି। ତାପରେ ବି ସେଇ ଭିଡ଼ିଓଟାରେ ମାନେ ଟିକେ ଭଲ ଟିକେ ଭ୍ୟୁ ଯାଇଛି, ତମ ଗାଁ ଲୋକ ସମସ୍ତେ ପଚାରୁଛନ୍ତି ସେଇଟା ସତ ନା ମିଛ। ବା କ'ଣ କହିବି ଆଉ କ'ଣ, ସତ ନା ମିଛ ସେଟା ତମ ଆଖି ଆଗରେ ଦେଖୁଛ। ମାନେ ମୁଁ ଯେତେ ଯାହା କଟ୍ ଫଟୋ କରେ ପଛେ ଭିଡ଼ିଓରେ ମୁଁ ସେଇଟାକୁ ଟୋଟାଲି ମାନେ ଲାଇଭ୍ ରଖିଥିଲି। ଫାଇନାଲି ଆସିଲା ହାରି କ'ଣ ନା ଉଷୁନା ଭାତକୁ ଡାଲି ପ୍ଲସ୍ ଏପଟେ ଶୁଖୁଆ ଭଜା। ସୋ ହେଇ ଗାଇଛି ନମସ୍କାର, ଜୟ ଜଗନ୍ନାଥ, ୱେଲକମ୍ ଟୁ ରୁଦ୍ରନାରାୟଣ ବ୍ଲଗ୍। ତ ଗାଇଛି ବର୍ତ୍ତମାନ ଟାଇମ୍ ହେଇଗଲା କେତେଟା, ସକାଳର 11:56। 11:56 ଗାଇଛି ବର୍ତ୍ତମାନ ଟାଇମ୍ ହେଇଗଲାଣି। ତ ଗାଇଛି ମୁଁ ଏବେ ଜଷ୍ଟ ଉଠିଲେ ଫଟାଫଟ ବ୍ଲଗ୍ଟିକୁ ଷ୍ଟାର୍ଟ କରିବା ବିନା କିଛି ବକ୍ଚୋଦିରେ। ତ ଗାଇଛି କ'ଣ ହେଇଛି କି କାଲି ଆମ ଗାଁରେ କ'ଣ ଆସିଥିଲେ, ରାମେଶ୍ୱର ଆସିଥିଲେ, ରାମେଶ୍ୱର ଦୋଳରେ ଆସିଥିଲେ। ତ ଶୋଇଲା ବେଳକୁ 2:30 3ଟା ରାତି ହେଇଗଲା। ମୁଁ ଆଉ ରାତିରେ ଲାଇଭ୍ଟା ତ କରିଦେଇଥିଲି, ଆପଣମାନେ ତ ଦେଖିଦେଇଥିବେ। ଦେଖିକି ବି ବହୁତ ସାରା ଲୋକ ବି ଜଏନ୍ ହେଇକି ରହିଲେ, ମିନିମମ୍ 40-50 ଜଣ ପାଖାପାଖି ତ ଜଏନ୍ ହେଇକି ରହିଲେ। ତ ଥ୍ୟାଙ୍କ ୟୁ ସୋ ମଚ୍ ଆପଣମାନେ ଏତେ ଭଲ ପାଇବା ଦେଇଥିବାରୁ, ଓକେ ଲାଇଭ୍ରେ ଏତେ ଭଲ ପାଇବା ଦେଇଥିବାରୁ। ତ ଚାଲନ୍ତୁ ମୁଁ ବ୍ୟାକ୍ କ୍ୟାମେରା କରିଦେଇକି ଆପଣମାନଙ୍କୁ ୱେଦର ଦେଖେଇ ଦେଉଛି, ଆଜିର ବ୍ଲଗ୍ଟିକୁ ଷ୍ଟାର୍ଟ କରିଦେଉଛି। ଭାଇମାନେ ଏମିତି କିଛି ଏପଟେ ଯେଉଁ ୱେଦର ମାନେ ପାଣିପାଗ, ସୂର୍ଯ୍ୟ ମହାପ୍ରଭୁ କେଉଁଠି, ସୂର୍ଯ୍ୟ ମହାପ୍ରଭୁ ଆମ ମୁଣ୍ଡ ପୁରା ମୁଣ୍ଡ ଉପରେ ଆସି ପହଞ୍ଚିଗଲେଣି, କାହିଁକିନା 12ଟା ପାଖାପାଖି ବାଜିବାକୁ ବସିଲାଣି। ତ ଏମିତି କିଛି ପାଗ ଦେଇଛି, ପୁରା ସୁଲସୁଲିଆ ପବନଟା ହେଉଛି, ଦେଖିପାରୁଥିବେ ଗଛ ଭଳିଆ ହଲୁଛି। ତ ଏମିତି କିଛି ପାଣିପାଗ ଏପଟେ ଆଉ। ତ ଗାଇଛି ମୁଁ ଆଜି ଗୋଟେ ବ୍ଲଗ୍ରେ କହିଦେବାକୁ ଚାହୁଁଛି କି ମୁଁ ଏବେ ଯେଉଁ ମାନେ ଘୋଷ୍ଟ ବ୍ଲଗ୍ କରିବାକୁ ଯାଇଥିଲୁ ଡେଲାଙ୍ଗ, ତ ସେଠି ଆମ ସାଙ୍ଗରେ ଯେତିକି ଯାହା ଇନସିଡେଣ୍ଟ ହେଇଥିଲା ଭୟରେ ଆଉ ବାହାର ନଥିଲୁ, ମାନେ ଭାବୁନଥିଲୁ ଯେ ଆଉ ଗୋଟେ ଦ୍ୱିତୀୟ ଥର ଆଉ ଗୋଟେ ବ୍ଲଗ୍ କରିବାକୁ ଯିବୁ ବୋଲି। କିନ୍ତୁ ଆପଣମାନଙ୍କ ପାଇଁ ଘୋଷ୍ଟ ବ୍ଲଗ୍ ଆଣିବାଟା ଥୟ। ତ ଏପଟେ ଆଉ ଲଡ଼ୁଚନ୍ଦ ଗୁଡ୍ ମର୍ଣ୍ଣିଂ। ଗୁଡ୍ ଇଭିନିଂ। ତ ଚାଲୁ ତଳକୁ ଯିବା ହିରୋ ଭାଇ ସାଙ୍ଗରେ କଥା ହେବା। ତ ଏପଟେ ଆମର ହିରୋ ଭାଇ ମର୍ଣ୍ଣିଂ, ହିରୋ ଭାଇ ଓ ହିରୋ ଭାଇ। ତ ଭାଇମାନେ ବର୍ତ୍ତମାନ ହିରୋ ଭାଇର ମୋର ଯାଇଥିଲୁ କୁଆଡ଼େ ନା ଏବେ ଚୁଟି କାଟିବାକୁ ଯାଇଥିଲୁ। ତ ମୁଁ ଚୁଟି ଫୁଟି କାଟିକି ଆସିକିରି ବ୍ଲଗ୍ଟାକୁ ଷ୍ଟାର୍ଟ କଲି, ନହେଲେ ମୁଁ ଆହୁରି ଆଜି ସକାଳୁ ଉଠି ଯାଇଥିଲି, ଶୀଘ୍ର ଉଠି ଯାଇଥିଲି, କାହିଁକିନା ଆଜି ରାତିରେ ବି ଗୋଟେ କିଛି କାମ ଅଛି, ଗୋଟେ ଦୂର ବାଟ ଯିବାକୁ ପଡ଼ିବ। ତ ଏମିତି ତ କିଛି ଜୀବନ ତ ଆପଣମାନେ ଜାଣୁଥିବେ। ଆଉ କ'ଣ କହିବି, କିରେ ଖଡ଼ କରୁଛି। ହଉ ଆଉ କ'ଣ କହିବି, ତାହେଲେ କ'ଣ ଆଜି ଖାଇବା ପିଇବା କ'ଣ କେମିତି କ'ଣ ରୋଷେଇବାସ ଆଇଟମ୍ କେମିତି କ'ଣ ହେଇଛି, ଯିବା ମାମା ପାଖରେ ଯାଇକି କଥା ହେବା। ହଁ ମାମା ଏପଟେ କ୍ୟା କରିସ୍ ମାମା, ତୁମ କ୍ୟା କରିସ୍? କୋବି ତରକାରୀ ବସିଛି, କିଧର ବସିଛି? ବଟାବଟି ସବୁ ହୁଏ, कोबी तरकारी सब बोटा बोटी चली। और एक नया आइटम हुई, क्या है? माचिस। अरे माचिस नहीं, वो सुखुआ है, सूखे माचिस। उसको पता नहीं क्या उसको बोलो यार, चिंगुड़ी से। तो भाई जहाँ कहतु किंतु सुखुआ डालमा को भातटा ओ कस लगे, चिंगुड़ी सुखुआ टे पड़ जाए, पथर मुंडी सुखुआ मत माने फेवरेट मोर से कह गले। तो मुझे सब खाऊ। तो काली रात गाई फगु लगी जाता, मुंड फटा रंग सारा मिसई मारी सर नाकरू पुणे मुंडू जमा छाड़ूनी, लास्ट तक पूरा धुआ धुई कली हेली सारा नाक फाकर अच्छी बेड़ा हाला मुझे ना मो मुंड माने मुंड फटा रंग लगे। तो गाई एबे तो गाई होली रे भी आम जाऊँ किए ना आम चंदन तो जीवनी, मुझे एकुटिया भावुची जीवी कुआड़े जुआड़े जी आप निश्चित जगह देखी, तो आप टोटाली देखिए एंजॉयमेंट पाइबे। ओके तो गाइस देखो मुझे जस्ट गोटे स्टोरी पकईली 12:10 है, मैंने जस्ट ये स्टोरी पकईली गोटे। ए भाई कॉपीराइट बाजिब रे, भाई कॉपीराइट सागे सागे इमिडिएटली बाजिब रे। हाँ तो देखिपे ये थंबनेलटा जस्ट इंस्टाग्राम रे प्लस स्टाटस रे स्टोरीटा पकईली।
ତ ଗାଇଜ ଆମେ ଆପଣମାନଙ୍କ ପାଇଁ ଏତେ ସାରା କଷ୍ଟ ମେହନତ କରୁଛୁ, ଆପଣମାନେ ଟିକେ ସପୋର୍ଟ ଦେବେନି ନା। ଏଇ ଯଦି ଭିଡ଼ିଓ ଯଦି କେଉଁ ଯଦି ଗୋଟେ କ'ଣ ଝିଅଟାକୁ ନଙ୍ଗଳା କରିକି ନଚେଇବି ଆପଣମାନେ ଠିକ୍ ସପୋର୍ଟ କରିବେ। ତ ଗୋଟେ ଗୋଟେ ଲାଇକ୍ କରିଦିଅନ୍ତୁ, ସେୟାର କରିଦିଅନ୍ତୁ। କ'ଣ ଆପଣ ଗରିବ ହେଇଯାଉଛନ୍ତି ନା କ'ଣ? ତ ଗାଇଜ ଗୋଟେ ଇଣ୍ଟରେଷ୍ଟିଂ କଥାଟି କ'ଣ ନା, ଆମର ଏଇଟା ବାରିପଟେ ଆମେ ଅଛୁ ଚନ୍ଦନର ମୋର ପ୍ଲସ୍ ମାମାର। ଏଇଠି କରୁଛି କ'ଣ, ଏପଟେ ଦେଖନ୍ତୁ ଗାଇଜ ଶୁଖୁଆ ଭଜା ହେଉଛି, ଏପଟେ ହେଲା କୋବି ରଖା ହେଇଛି। କୋବି ଆଉ କ'ଣ କ'ଣ କୋବି ତରକାରୀ ହେଇକି ତା ଦେହରେ ପଡ଼ିବ। କୋବି ତରକାରୀ ହେଇକି ପଡ଼ିବ ନା? ହଁ ତରକାରୀ ହେଇଯାଇଛି, ଖାଲି ଏଇଟା ଖାଲି ଭଜା ହେଇକି ପଡ଼ିବ ନା? ଦେଖିପାରୁଛି ଓ ଶୁଖୁଆ ପୁଣି ଗାଇଛି ଦେଖନ୍ତୁ ଗାଇଛି ଟୋଟାଲି ପୁରା ମାନେ ଦେଶୀ ଷ୍ଟାଇଲ୍ରେ ସବୁ ହେଉଛି, କାହିଁକିନା ସବୁ ଚୁଲିରେ ହେଉଛି। ଆମର ଏକରେ ଗ୍ୟାସ୍ରେ କରିବାର ନ କରିବାର ଉଦ୍ଦେଶ୍ୟ ଏଇଟା କି ନନାରିକା ସବୁ ଭେଜ୍, ଆମେ ହେଲା ନନ୍ଭେଜ୍। ଆମେ ହେଲା 2 ଭାଇ ପ୍ଲସ୍ ମାମା ହେଲା ନନ୍ଭେଜ୍ ପାଟି। ସେଥିପାଇଁ ଆମେ ଗ୍ୟାସ୍ ଫ୍ୟାସ୍ କରୁନୁ, କାହିଁକିନା ଗ୍ୟାସ୍ରେ କଲେ ହଜାରେ ଧୁଆ ଧୁଇ ଆଇଁଷ ବାଇଁଷ ସବୁ ତେଲ ଫେଲ ପଡ଼ିବ, ସେ ଗାଈକି ହୁଇ କିଛି ନୁହଁ କାଟିକି ତ ପ୍ରବଳ ଗାଈ ଯାଇଛି। ଭୋକ ଲାଗିଲାଣି, ଟାଇମ୍ ହେଇଗଲାଣି କେତେଟା? ଟାଇମ୍ଟା ରୁହ ରୁମ୍ ଦେଖେଇ ଦେଉଛି। ନା 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 ତୋ ଫୋନ୍ ଗୋଟେ ଦୁଇ ଜାଣିପାରୁଛନ୍ତି ତ ଟାଇମ୍ ଗୋଟେ ଦୁଇ କ'ଣ ସାଦି ମାଛ ଆଣିଲେ ମାଛ କାଇଁ ଆଣିବି? ଏଇଟା ହେଲା 50 ଟଙ୍କା ହେଲେ ମାନେ ବାସ୍ନାରେ ପେଟ ପୁରି ଯାଉଛି। ଏ ବୋତଲରେ ଆଗେଇ ତୁ ଗୋଟେ କ'ଣ କରୁଛୁ? ଭ୍ଲଗ କରୁଛୁ? ନ କରୁନି ତ ଗାଇଛି ଯଥାଶୀଘ୍ର ଆସିବାକୁ ଯାଉଛି ନା କ'ଣ ନା ଚନ୍ଦନ ନାରାୟଣ ବ୍ଲଗ ନା ଜମା ଏବେ ଆସିବନି। ଦଶମ ସରିବ ଫୋନ୍ ଗୋଟେ ଦିଆହେବ, ସିଏ ବି ସେ ବ୍ଲଗ କରିବ। ଦଶମ ସରିଲା ପରେ ଯାଇକି ଫୋନ୍ ତୋତେ ଗୋଟେ ଦିଆହେବ, ନହେଲେ ନବମରୁ ଦିଆହେବନି। ଆମର ସବୁ ଭଲ ହବ। ତ ଏପଟେ ଦେଖିପାରୁଥିବେ। ତ ଗାଇଛି ଗୋଟେ ଲିଟରାଲି ଗୋଟେ କଥା କହିବାକୁ ଯାଉଛି କ'ଣ ନା, ଆଇଁଷ ମାନେ ଗୋଟେ ଏମିତି ହେଇଛି ଜିନିଷ, ଶୁଖୁଆ ବୋଲି ଗୋଟେ ଜିନିଷ ଏମିତି ଭାଇ ଖାଲି ବାସ୍ନାରେ ପେଟ ପୁରିଯାଏ। ଏମିତି ବାସ୍ନା ହଉଛି, ଇଚ୍ଛା ହଉଛି ଏବେ ଖାଇଦେବେ। ଯା ଖାଇଦେ, କଞ୍ଚା କଞ୍ଚା ହେଇଛି, ଖାଇଦେବୁ ଯା। ଓ ଫାଇନାଲି ଆସିଲା ହାରି କ'ଣ କ'ଣ ନା, ଉଷୁନା ଭାତକୁ ଡାଲି ପ୍ଲସ୍ ଏପଟେ ଶୁଖୁଆ ଭଜା, ତ ଏପଟେ ଚନ୍ଦନ ବି ସିଆ ଖାଉଛି ନଟିଆ କମେଡ଼ି ସହ। ନଟିଆ କମେଡ଼ି ତ କାହିଁ ସେପଟେ ଲାଗିଛି, ଏଇଠି ଭାଇର ବନ୍ଦ ହେଇଗଲା। ଏଇଠି ନଟିଆ କମେଡ଼ିଟା ଲାଗିଛି। ଭାଇମାନେ ଚାଲନ୍ତୁ ଫଟାଫଟ ଖାଇଦେବା, ଖାଇସାରିଲା ପରେ କ'ଣ କରିବା ନା କଥାବାର୍ତ୍ତା ପୁଣି ଆଉ ଥରେ ହେବା ଆଉ। ତ ଗାଇଛି ବର୍ତ୍ତମାନ ମୁଁ ମାନେ ଖାଇ ପିଇକି ଛାତ ଉପରକୁ ଆସିଲି, ବ୍ଲଗ୍ଟାକୁ ଷ୍ଟାର୍ଟ କଲି। ବର୍ତ୍ତମାନ ମୁଁ ଶୋଇ ପଡ଼ିଥିଲି ହେଲା କି, ଟାଇମ୍ ହେଇଗଲାଣି 4ଟା ପାଖାପାଖି। ତ ଗାଇଛି ବର୍ତ୍ତମାନ 5ଟା ବେଳକୁ ମୁଁ ଏଇନେ ପଳେଇବି କୁଆଡ଼େ ଭୁବନେଶ୍ୱର, କାହିଁକିନା କାମ ଅଛି। ଆସିଲା ତ ସେ 12ଟା 1 ରାତି ହେବ। ଏମିତି ତ କିଛି ଜୀବନ ତ ଆପଣମାନେ ଦେଖିପାରୁଥିବେ। ଆଉ ଗୋଟେ ପୁରା ଇମ୍ପୋର୍ଟାଣ୍ଟ କଥା କହିବାକୁ ଆପଣମାନଙ୍କ ପାଖକୁ ମୁଁ ଯାଉଛି କି କ'ଣ, ମୁଁ ଏବେ ନିଜର ଗୋଟେ ଟିମ୍ କରିବି। ତ ତା ଭିତରେ 4 ଜଣଙ୍କୁ ରଖିବି, ମାନେ ମୋତେ ମିଶିକି ତିନି ଜଣ କି 4 ଜଣ ଯେତେ ବି ପିଲା ହେବେ କି ମୋ ଟିମ୍ରେ କେଉଁମାନେ ମିଶିବାକୁ ଚାହୁଁଛନ୍ତି ପ୍ଲିଜ୍ ନିଶ୍ଚିନ୍ତ ଭାବରେ କମେଣ୍ଟ କରିଦିଅନ୍ତୁ। ତ ମୁଁ ଆପଣମାନଙ୍କ ପାଖକୁ ଯେମିତି ହେଲେ ବି ମୁଁ ରିପ୍ଲାଏ କରୁଛି, ରିପ୍ଲାଏ ବି କରିକି ରହିବି। ତ ଆପଣମାନଙ୍କୁ ଘୋଷ୍ଟ ବ୍ଲଗ୍ କରିବା ପାଇଁ ବି ନେଇକି ଯିବି। ତ ଯେଉଁମାନେ ଟିମ୍ରେ ମୋର ରହିବାକୁ ଚାହୁଁଛନ୍ତି ତ ନିଶ୍ଚିନ୍ତ ଭାବରେ ଗୋଟେ ଲେଖା କମେଣ୍ଟ କରନ୍ତୁ। ତ ଏବେ ତ ଆମେ ତ ଯେତିକି ଜଣ ଅଛୁ ତ ସେତିକି ଜଣ ଏଇନେ ଆମେ ସବୁ ଭିଡ଼ିଓ କରିବୁ। ତ ଏବେ ମୁଁ ଯାଉଛି ବର୍ତ୍ତମାନ ଗୋଟେ କାମକୁ। ଆଉ ରାତିରେ ଆସିଲେ ତ ଆଜି ତ କାହିଁ ଘୋଷ୍ଟ ବ୍ଲଗ୍ ତ କରିପାରିବିନି, କାହିଁକିନା କାଲିକି କରିବି। କାଲିକି ଭିଡ଼ିଓଟି ଆପଣମାନଙ୍କ ପାଖକୁ ଯିବ, ତ ମୁଁ କାଲିକି କରିବି ନିଶ୍ଚିନ୍ତ ଭାବରେ ଗୋଟେ ଘୋଷ୍ଟ ବ୍ଲଗ୍ କରିବି। ଯେମିତି ହେଲେ ଯେଉଁଠି ହଉ ଗୋଟେ କରିବି। ଲୋକେସନ୍ ତ ମୋ ପାଖରେ ତ ପ୍ରବଳ ଅଛି, ଟୋଟାଲି ପୁରା ମାନେ ସ୍ପଟ୍ ବାହାର କରିବି। ଆଉ ଗୋଟେ ଟପିକ୍ ମନେ ପଇଲା କାହିଁକି, ଏଇ ଟପିକ୍ ଉପରେ ମୁଁ ଜମା ବି ଆଲୋଚନା କରିନଥିଲି, ଗୋଟେ ଜାଗାରେ ବସିକି ମୁଁ କଥା ହେଉଛି। ତ ଭାଇମାନେ ଶୁଣନ୍ତୁ, ବର୍ତ୍ତମାନ ଆମେ ଯେଉଁ ଯାଇଥିଲୁ ଡେଲାଙ୍ଗ, ଓମ, ମୁଁ ଆଉ କିଏ ଲିପୁନା ଭାଇ, ଏମିତି ଯେଉଁ ଯାଇଥିଲୁ ଆମେ 4-5 ଜଣ ହେଇକିରି ଗୋଟେ ଜାଗା, ମୁନ ବି ଯାଇଥିଲା, ଏମିତି ସବୁ ଯାଇଥିଲୁ 5 ଜଣ ହେଇକିରି ଡେଲାଙ୍ଗ ଗୋଟେ ଏମିତି ଏକ ଜାଗାକୁ ଯେଉଁଟାକି ମୋ ଲାଷ୍ଟ ଘୋଷ୍ଟ ବ୍ଲଗ୍ ଆଇକନ୍ ପକାଇ ଦେଉଛି ଏଠି ଦେଖନ୍ତୁ। ଲାଷ୍ଟ ଘୋଷ୍ଟ ବ୍ଲଗ୍ ଯେଉଁଠି ଆମେ କରିଥିଲୁ, ତ ଆମ ସାଙ୍ଗରେ ଏମିତି ଇନସିଡେଣ୍ଟ ଘଟିଲା ତ ବିଶ୍ୱାସ କରିବେନି। ତ ଗାଇଛି ବର୍ତ୍ତମାନ କ'ଣ କହିବି ଆପଣମାନଙ୍କୁ, ସେବେଠୁ କେହି ବି ଯିବାକୁ ସମସ୍ତେ ନାରାଜ। ଭାବିପାରୁଛନ୍ତି ତ, କିଏ କାହିଁକି କାହା ଜୀବନ ଛଡ଼େଇକି କାହିଁକି ଅଯଥା କାହିଁକି ଭୂତ ଆଗରେ କାହିଁ ଠିଆ ହେବ? ମୋ କଥା ଟିକେ ଡିପ୍ଲି ଭାବନ୍ତୁ, କାହିଁକିନା ଆପଣମାନଙ୍କ ପାଇଁ ମୁଁ କାମ କରୁଛି, ମୋ ଟିମ୍ ମାନେ ମୋ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସେମାନେ କାମ କରୁଛନ୍ତି, କାହିଁକିନା ଆପଣମାନଙ୍କୁ ଭଲ ଆଗରେ ଏଣ୍ଟରଟେନମେଣ୍ଟ ଦେବା ପାଇଁ। ତ ପ୍ଲିଜ୍ ଗୋଟେ ଲେଖା ତ ଲାଇକ୍ କରିଦିଅନ୍ତୁ ନା। ଏ ବ୍ଲଗ୍ରେ କଲେ କି ନ କଲେ ମୁଁ ଜାଣିନି, କିନ୍ତୁ ଘୋଷ୍ଟ ବ୍ଲଗ୍ରେ ପ୍ରବଳ ପରିଶ୍ରମ ହେଉଛି। କାହିଁକିନା ସମସ୍ତେ ଆମର ଯେତେଟା ଟିମ୍ ପିଲାମାନେ ଆମେ ଯେତିକି ଜଣ ଅଛୁ, ସେତିକି ଜଣ ଆମେ ସକାଳେ ରାତିରେ କାମ କରିକିରି ବି ଆପଣମାନଙ୍କ ପାଖକୁ ବି ଘୋଷ୍ଟ ବ୍ଲଗ୍ ପଠାଇବୁ ଭାବିଲେ। ତ ନିଶ୍ଚିନ୍ତ ଭାବରେ ମୁଁ ଗୋଟେ ନୂଆ ଗୋଟେ ଟିମ୍ଟା ଖୋଲିବି। ଏବେ ଆମେ ପିପିଲି ଗୋଟେ ଦିନ ମୁଁ କହିବି ଆପଣମାନେ, ମୁଁ ଲାଇଭ୍ କରିବି, ଆସିବି ଟିକେ ଦେଖା ହେବେ। ତ ଆମେ ସମସ୍ତେ
ସମସ୍ତେ ଆମେ ଯିବୁ ପିପିଲି ଗୋଟେ ଜାଗାକୁ ଆମେ ଯିବୁ ସେଇଠି ମୁଁ ସମସ୍ତଙ୍କୁ ବି ସେଇଠି ଗୋଟେ ଠିଆ ହେଇକି ଲାଇଭ୍ କରିବି ତ ସମସ୍ତେ ଆସିବେ ଆପଣମାନେ ବି ଯେଉଁମାନେ ଆସିବେ ଯଦି ଆସିବେ ସେଇଠି ବସିକି କଥା ହେବା ଓକେ ତ କିଏ କିଏ ଯଦି ମୋ ଟିମ୍ରେ ଯଦି ମିଶିବାକୁ ଚାହୁଁଛି ପ୍ଲିଜ୍ କମେଣ୍ଟରେ କୁହନ୍ତୁ ମୁଁ ନିଶ୍ଚିନ୍ତ ଆକାରରେ ଦେଖା କରେଇବି ଆପଣମାନଙ୍କୁ ତ ମୁଁ ଆଉ କ'ଣ କହିବି ତ ସେଥିପାଇଁ ମୁଁ କହୁଛି ଭିଡ଼ିଓକୁ ଟିକେ ନାକୁ ଖାଲି ସେୟାର କରନ୍ତୁ କାହିଁକିନା ମୁଁ ଆପଣମାନଙ୍କ ପାଖରୁ ଭଲ ଭଲ କଣ୍ଟେଣ୍ଟ ପହଞ୍ଚାଉଛି ଆଉ ଭଲ ବାଗରେ ବି ଆପଣମାନେ ଏଣ୍ଟରଟେନମେଣ୍ଟ ହେଉଛନ୍ତି ଭାବିପାରୁଛନ୍ତି ତ ତାପରେ ସବସ୍କ୍ରାଇବର ତ ମୋର କାହିଁ କିଛି ଗେନ୍ ହେଉନି ଜମା ଟିକେ ନାକୁ ବି ଗେନ୍ ହେଉନି କାହିଁକିନା ସେଇ 630କୁ 636 ହେଇଛି ମାତ୍ର 6ଟା ଖଣ୍ଡେ ଟିକେ ପ୍ଲିଜ୍ ଆପଣମାନଙ୍କ ସପୋର୍ଟର ବିନା ବି କିଛି ମୁଁ କରିପାରିବିନି ଆପଣମାନଙ୍କର ଯଦି ଟିକେ ଯାକୁ ଯଦି ସପୋର୍ଟ ଥିବ ମୁଁ କେତେ ଆଗରେ ଯାଇ ପହଞ୍ଚିବି ଆପଣମାନଙ୍କୁ ଭଲ ଭଲ କଣ୍ଟେଣ୍ଟ ବି ଦେବି ହେଲା କି ଏହା ନୁହଁ ଯେ ମୁଁ ଟିକେ ବଡ଼ ଗୋଟେ ୟୁଟ୍ୟୁବର ହେଇଗଲେ ମୁଁ ଇଏ କରିବି ଗର୍ବ ଦେଖେଇବି ଇଏ ନାହିଁ ପ୍ରବଳ ପଇସା ମଜାକରେ କହୁଥିଲି ଆପଣମାନଙ୍କୁ ତ ହଉ ତ ମୁଁ ସେଇ ଟପିକ୍ ଉପରେ ଆଲୋଚନା କରିବାକୁ ଯାଉଛି ଶୁଣନ୍ତୁ ସେଦିନଠୁ କ'ଣ ହେଇଛି ନା ସେଦିନ ଆମ ସାଙ୍ଗରେ ଯେତିକି ଯାହା ରାତିରେ ଘଟିଲା ତ ସେଇଟା ବି ମୁଁ ବି କହିବାକୁ ବି ମୋତେ ବି ଇଏ ଲାଗୁଛି କାହିଁକିନା ପ୍ରବଳ ଭୟରୁ ଭୟ ଯାହାକୁ କୁହନ୍ତି ତ ଭୟ ହେଇଛୁ ଦେଖିବେ ତା ପରଦିନଠୁ 2-3 ଦିନ ହେବ ମୁଁ ଭ୍ଲଗ୍ ଆଣିଲିନି କ'ଣ ପାଇଁ ଆଣିଲିନି ନା ମୋର ନିଜର ଦେହ ଖରାପ ହେଇଥିଲା ଦେହ ମାନେ ପୁରା ସାଂଘାତିକ ଖରାପ ହେଇଥିଲା ତ ଆଉ କ'ଣ କହିବି ଆପଣମାନଙ୍କୁ ତ ଆପଣମାନେ ଟିକେ ନିଶ୍ଚିନ୍ତ ଟିକେ ଖାଲି ଗୋଟେ ଲେଖା ଖାଲି ସେୟାର ମାରନ୍ତୁ ଗୋଟେ ଲେଖା ପ୍ଲିଜ୍ ତ ପ୍ରବଳ ପରିଶ୍ରମ ହେଇଥିଲା ସେ ଭ୍ଲଗ୍ରେ ସେଦିନ ଆମେ ବି ଭୁଲ ବହୁତ କରିଦେଇଛୁ କ'ଣ କି ନା ଆମେ ଗୋଟେ ଯାଇଥିଲୁ ରାତିରେ ମାନେ ବାହାଘରକୁ ଭୋଜି ଖାଇବାକୁ ତ ଆମେ ସମସ୍ତେ ସେଇଠି ଚିକେନ୍ ଫିକେନ୍ ବାଡ଼େଇ ଦେଇଛୁ ଆଇଁଷିଣିଆ ଦେହ ହେଇଗଲା ପଇତାଟା ବି ମୋର ମାରା ପୁଣି ମୁନେନାର ତ ପଇତା ଆଗରୁ ମାରା ହେଇଯାଇଛି କାହିଁକିନା ସେ 3 ଖିଆ ପଇତା ପକେଇଛି ତ ଲିପୁନାର ତ 7 ପୂଜା ଯାଇନି ବାହା ଏବେ ନଗଦ ହେଇଛି ଯାହା ହେବ ଭାବି ପାରୁଥିବେ ଆପଣମାନେ ଆଉ କ'ଣ କରିବା ଆଉ ଯାଇଛେ ତ ଯେତେବେଳେ ଆମେ ଲାଷ୍ଟକୁ ସବୁ ଆମେ କାମ ଦାମ ସବୁ ସାରିକି ଯେତେବେଳେ ଆମେ ଆସିଲୁ ହେରି ତ ମୁଁ ସେଇଟା ଗୋଟେ କଥାଟେ ଗୋଟେ କହୁଛି ଗୋଟେ ଆମେ ଯେଉଁ ପେପର ଯେଉଁ ଲେଖିଥିଲୁ ଓକେ ସେ ଯେଉଁ ପେପର ଆମେ ଯେଉଁ ଲେଖିଥିଲୁ ସେ ନୁହେଁ କି ଲେଖାଟା କ'ଣ ହେଇଛି ନୁହଁ କି ସେ ଗୋଟେ କେଉଁ ଅକ୍ଷର ଲେଖା ହେଇଛି ମୁଁ ବି ଜାଣିପାରୁନି କି କିଛି ବୁଝି ବି ପାରୁନି ସେ ଟପିକ୍ରେ କ'ଣ ହେଇଛି ମୁଁ ବି ଏତେବେଳେ ପର୍ଯ୍ୟନ୍ତ ବି ଆମେ ଗୋଟେ ଟିମ୍ ହେଇକି ଗୋଟେ ଫଇସଲା ବି କରିପାରୁନୁ ଯାହା ହେଇଯାଇଛି ସେ କଥା ଛାଡ଼ିଦିଅ ସବୁବେଳେ ହେଇଗାନ ନା ସେଥିପାଇଁ ଆମେ ବି କୌଣସି ଆମ ପାଖରେ ତ କିଛି ସେଫ୍ଟି ନାହିଁ କାହିଁକିନା ମୁଁ କିଛି ସେଫ୍ଟି କିଛି ନିଏ କାହିଁକିନା କ'ଣ ଭୂତ ବାହାରିବ ଏଇ ତ ଆମେ ତ ଏମିତି ତ କେତେ କୁଆଡ଼େ ବୁଲୁଛୁ କୁଆଡ଼େ କିଛି ଭୂତ ବାହାରୁନି ତ କ'ଣ କରିବା ଆଉ ଏଇଟା ଗୋଟେ କଥା ହେଇଛି ମନେ ରଖନ୍ତୁ ରୁଦ୍ରନାରାୟଣ ବ୍ଲଗ୍ସରେ ଯେତେଟା ଘୋଷ୍ଟ ବ୍ଲଗ୍ ହେଇଛି ସେଇଟା ପ୍ରଥମ ବ୍ଲଗ୍ ଯେଉଁଟାକି ଆମେ ଗୋଟେ ରାତିରୁ 2ଟା ରାତି ପର୍ଯ୍ୟନ୍ତ କରୁଛୁ ଭାବନ୍ତୁ ମାନେ ରୁଦ୍ରନାରାୟଣ ବ୍ଲଗ୍ସରେ ଏମିତି କିଛି ୟୁନିକ୍ ହେଇନଥିଲା ଯେ 1ରୁ 2ଟା ରାତି ପର୍ଯ୍ୟନ୍ତ ଆପଣମାନେ ତ କହିଦେବେ ଆମେ ତ କେତେ ତ ଭୂତ ଦେଖିଦେଇଛୁ ଇଏ କ'ଣ ଭୂତ ଦେଖାଉଛି ଆଉ ଗୋଟେ ଥର ଖାଲି ଆସନ୍ତୁ ଯଦି ବାହାରିବ ମୁଁ ଆପଣମାନଙ୍କୁ ଦେଖେଇବି ଆରେ ଏ ଯେଉଁ ମେଘୁଆ ଗାଇଛି ଯେଉଁ ରହିଥିଲା ସେ ବ୍ଲଗରେ ମୁଁ ରିସେଣ୍ଟଲି ସାଙ୍ଗେ ଦେଖୁଥିଲି ଭିଡ଼ିଓଟା ଟିକେ ଖାଲି କଟ୍ କରିକି ଦେଖୁଥିଲି କିଏ ରହିଛନ୍ତି ତ ସେଇଠି ଯେଉଁ ମେଘୁଆ ରହିଥିଲା ମେଘୁଆ ବି ମୋତେ କହୁଥିଲା କି ଭୂତ ବା ଆମେ କେତେ କୁଆଡ଼େ ବୁଲି ଯାଇଛୁ ପିପିଲି ଡେଲାଙ୍ଗ ଫେଲାଙ୍ଗ ଆମେ କେତେ କୁଆଡ଼େ ବୁଲି ଯାଇଛୁ କିଛି ନାହିଁ ସେଦିନଠୁ ଖାଲି ଟିକେ ମେଘୁଆକୁ ଯଦି କେଉଁଠି ଯଦି ଦେଖା ହେବ ପିପିଲି ତାକୁ ଟିକେ ଖାଲି ପଚାରିବେ ଆଉ ତୁମେ ଯେଉଁ ଲାଷ୍ଟରେ ଯେଉଁ ସ୍କ୍ରିପ୍ଟରେ ଯେଉଁ ଲେଖିଥିଲ ଯେଉଁ ଲେଖା ଚ୍ୟାଲେଞ୍ଜଟା ଯେଉଁ କରିଥିଲ ଭୂତ ଲେଖୁଛି କି ନା ନାହିଁ ତାକୁ ଟିକେ ପଚାରିବେ ଆଉ ଥରେ କ'ଣ ସିଏ ଆଉ ଆସିବ ଭୁଲରେ କେତେବେଳେ ଜମା ଆସିବନି କାହିଁକିନା ସିଏ ସେତିକି ଜାଣିଛି ତ ଆମେ ଗାଁ ଲୋକ ବି ଆମର ମାନେ ମୋର ବି ସେଇ ଭିଡ଼ିଓଟାରେ ମାନେ ଟିକେ ଭଲ ଟିକେ ଭ୍ୟୁ ଯାଇଛି ତମ ଗାଁ ଲୋକ ସମସ୍ତେ ପଚାରୁଛନ୍ତି ସେଇଟା ସତ ନା ମିଛ ବା କ'ଣ କହିବି ଆଉ କ'ଣ ସତ ନା ମିଛ ସେଟା ତମ ଆଖି ଆଗରେ ଦେଖୁଛ ମାନେ ମୁଁ ଯେତେ ଯାହା କଟ୍ ଫଟ କରେ ପଛେ ଭିଡ଼ିଓରେ ମୁଁ ସେଇଟାକୁ ଟୋଟାଲି ମାନେ ଲାଇଭ୍ ରଖିଥିଲି किछिटा मात्र कट करथिली कोन पाइना आमे जतले जो कैमराटा एमती जो एंगल जो धरुछु सेटा धरियाको हातटा काटुछु बोले आमे एमिति एंगलटा को पुणी आउथरे चेंज करियाको येटा काटुछु केतल अल्ट्रा वाइड एंगल हे जाउची केतल जूम हे जाउछ ऑटोमेटिक से भाई आईफोन तमे भाई माने कोन कि फोनटा गरम हे गेले ता मनर से राजा माने आईफोन ता मनर से बाटा खोलिबो जहा करिवो से करिवो आपण माने भाबंतु कौन पे ना भिडियो काटती बर्तमान मुझे एमि धरिक ओल्टे फोन टार कर भिडियो 4K रे बर्तमान से ऑटोमेटिक वाइड एंगल हो गला से जूम हेले फाटिबो कौन कर से भिडियो भिडियो काटे हेले भी माने गाँ लोक मैंने पचार सत ना मिछ मैं कौन कहीपरि जवाब से कहूँ जो मैंने मो टीम में मिसा चाहते फटाफट कमेंट करूँ मो भिडियोटा ये रखी दूसरी बर्तमान 4टा है 5टा बेलू बर्तमान खाई पीची खाई तो पी देची बाहर गले खाई पी जी काम को जी तो रखुची देखा आप नेक्स्ट ब्लॉग रे भिडियोटा बहुत बड़ हो 10 मिनट उपरको हो कहीं मुझे किसी भिडियो बनार इच्छा नाला तो किसी मात्र खाली कहीदेली कहीं बॉडी पूरा वीकली मैंने दिन राति कम कर किसी भी कर आड़े यूट्यूब लाइन जब ये जब टाइमटा जब देवी आप सपोर्ट देवे मुझे बहुत टाइम देवी कौच मो कम भितर भी कम सारिकी भी मुझे कमेंट आनुची ना सॉरी कंटेंट आनुची ना
ଯେମିତିରେ ବି ମୁଁ ଆପଣମାନଙ୍କୁ ଦେବି। ହଉ ତ ଯଦି ଏ ଭିଡ଼ିଓଟି ଯଦି ଭଲ ଲାଗିଛି ତେବେ ଲାଇକ୍ କମେଣ୍ଟ ସେୟାର ସବସ୍କ୍ରାଇବ୍ କରିଦେବେ। ତ ମୁଁ ଏତେ ସାରା କହିଦେଉଛି ଟିକେ ଲେଖା ଗୋଟେ ଖାଲି ମାଧ୍ୟମ ଗୋଟେ ହୃଦୟ ଗୋଟେ ଲୋକଙ୍କର ଗୋଟେ ଅଛି କି ଆପଣମାନଙ୍କର ନାହିଁ ଟିକେ କରିଦିଅନ୍ତୁ ଗୋଟେ ଲେଖା ଲାଇକ୍। ସେଥିପାଇଁ ରଖୁଛି ବାଏ, କାଲି ଦେଖା ହେବା ବାଏ।